ନୂଆ ବର୍ଷରେ ବୁଲିବାକୁ ଆସି ପାଣି ମଝିରେ ଫସିଲେ 15ରୁ ଅଧିକ ପର୍ଯ୍ୟଟକ। ତେବେ ନୀଳଗିରି ଥାନା ଶିଆଳିମାଳ ପଞ୍ଚାୟତ ବାମଦ ଗ୍ରାମର ବଡ଼ ଅଘଟଣ ଘଟିଛି ନୂଆ ବର୍ଷରେ। ନୂଆ ବର୍ଷରେ ବୁଲିବାକୁ ଆସିଥିଲେ 15ରୁ ଅଧିକ ପର୍ଯ୍ୟଟକ। ଗ୍ରାମ ମଧ୍ୟ ଦେଇ ବୁଗାଳି ବନ୍ଧ ଡ୍ୟାମ୍ ଅପର ପାର୍ଶ୍ୱରେ ଟାପୁରେ କୁମ୍ଭକ୍ଷେତ୍ର ନାମକ ଏକ ରିସୋର୍ଟ ରହିଛି, ଯେଉଁଠି ଯିବାକୁ ମାଟି ହାଣ୍ଡିରେ ନିର୍ମିତ ଥିବା ଭେଳା ଜରିଆରେ ପର୍ଯ୍ୟଟକ ଯାଉଥିଲେ। ଆଜି ନୂଆ ବର୍ଷ ଯୋଗୁଁ ଅତ୍ୟଧିକ ପର୍ଯ୍ୟଟକ ଭେଳାରେ ପର୍ଯ୍ୟଟକ ବୁଲିବା ପରେ ଭେଳାଟି ଭାଙ୍ଗି ଯାଇଥିଲା। ପର୍ଯ୍ୟଟକ ପାଣିରେ ଭାସି ଯାଇଥିବା ବେଳେ ସ୍ଥାନୀୟ ଲୋକ ଜଳ ମଧ୍ୟରେ ଯାଇ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ତେବେ କୁହାଯାଉଛି ଯେ 15 ଜଣ ଯାକ ଭାସି ଯାଇଥିଲେ, ଯାହାଫଳରେ ଏଭଳି ଅଘଟଣ ଘଟିଛି। ଲୋକମାନେ ଘରୁ ବାହାରିଥାନ୍ତି ଯେ ପିକନିକ୍ ଯିବା, ଭଲ ଏନ୍ଜୟ କରିବା ଏବଂ ଛୁଟି ଦିନ ଭଲରେ କାଟିବା। ତେଣୁ ଏନେଇ ବିଭିନ୍ନ ଅଘଟଣ ମଧ୍ୟ ଆସିଥାଏ। କେଉଁଠି ଗାଡ଼ି ଆକ୍ସିଡେଣ୍ଟ ହେଲାଣି, କେଉଁଠି ଆଉ କ'ଣ ହେଲାଣି। କିନ୍ତୁ ପିକନିକ୍ ପାଇଁ ଏବେ ଜାରି ହୋଇଛି ଏସ୍ଓପି। ଆର୍ଟିଓ ପକ୍ଷରୁ ସ୍ୱତନ୍ତ୍ର ଅନୁମତି ଆଣିବେ ବାହନ ମାଲିକ ମଧ୍ୟ। ଏବେ ଏସ୍ଓପି ଜାରି ହୋଇଛି। ଯେଉଁମାନେ ମଦ ପିଉଛନ୍ତି, ମଦ ପିଇକି ଡ୍ରାଇଭିଂ କରିବେ ନାହିଁ। ଡ୍ରାଇଭର ଯେଉଁମାନେ ଡ୍ରାଇଭିଂ କରୁଛନ୍ତି ତାଙ୍କର ଡ୍ରାଇଭିଂ ଲାଇସେନ୍ସ ପାଖରେ ରହିବ ଏବଂ ପିକନିକ୍ ପାଇଁ ଯାଉଥିବା ଗାଡ଼ି ସବୁ ସ୍ୱତନ୍ତ୍ର ଅନୁମତି ମଧ୍ୟ ରହିବ। ଶୀତ ଋତୁରେ ବିଶେଷ କରି ପିକନିକ୍ ସମୟ ମାତ୍ରାଧିକ ଅଧିକ ଏବଂ ଦୁର୍ଘଟଣା ମଧ୍ୟ ଅଧିକ। ତେଣୁ ଆର୍ଟିଓ କର୍ମଚାରୀ ମଧ୍ୟ ସଜାଗ ରହିବେ। ପ୍ରତିଟି ପିକନିକ୍ ସ୍ପଟ୍ରେ ଚେକିଂ ମଧ୍ୟ ହେବ। ଆଉ ମଦ ମଧ୍ୟ ଯେଉଁ ଡ୍ରାଇଭର ପିଉଥିବେ ତାଙ୍କ ପାଇଁ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ। ତେଣୁ ବଡ଼ ନିୟମ ରହିଛି, କୌଣସି ଲୋକ ମଦ ପିଇପାରିବେ ନାହିଁ। ଡ୍ରାଇଭିଂ କଲାବେଳେ ମଦ ଯଦି ପିଇ ଧରା ପଡ଼ିଲେ ତେବେ ଡ୍ରାଇଭିଂ ଲାଇସେନ୍ସ 2 ବର୍ଷ ପାଇଁ ଖାରଜ ମଧ୍ୟ ହେବ।